ବିଜୁ ଜନତା ଦଳର ସମସ୍ତ ପରିବାର ମୁରବୀ ଏବଂ ସମସ୍ତ ନେତୃତ୍ୱ ଆଜି ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି। ଇଏ କେବଳ ସଂକେତ ମାରୁଛି, ସୂଚନା ଦଉଛି ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ବା ଭାରତୀୟ ଜନତା ପାର୍ଟିକୁ। ଜୟ ଜଗନ୍ନାଥ। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରି ସଦିଚ୍ଛା ଜଣାଉଛି। ଆପଣମାନେ ଜାଣିଛନ୍ତି ଯୋଉ ରାଜୀବ ଗାନ୍ଧୀ କାରାଗାରରେ ଯୋଡ଼ିବାଙ୍କ ଠାରୁ ସୁସନ୍ତାନ ଜନ୍ମ ହୋଇଛନ୍ତି। ମହାତ୍ମା ଗାନ୍ଧୀ 1869 ମସିହା ଅକ୍ଟୋବର 2 ତାରିଖରେ ଜନ୍ମଲାଭ କରିଥିଲେ ପୋରବନ୍ଦର ଠାରେ। ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ପ୍ରଦେଶ ନୁହେଁ, ସମଗ୍ର ଭାରତ ସମଗ୍ର ବିଶ୍ୱ ଆଜି ଚର୍ଚ୍ଚିତ ହେଉଛି। ଆଜି ତାଙ୍କ ଉଦ୍ଦେଶ୍ୟରେ ଏବଂ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇ କରି ବିଜୁ ଜନତା ଦଳର ସମସ୍ତ ପରିବାର ମୁରବୀ ଏବଂ ସମସ୍ତ ନେତୃତ୍ୱ ଆଜି ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି। ଇଏ କେବଳ ସଂକେତ ମାରୁଛି, ସୂଚନା ଦଉଛି ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ବା ଭାରତୀୟ ଜନତା ପାର୍ଟିକୁ। ଯୋଉ ଜୁମଲା କରି ତମେ ଶାସନ କରିଛ, ଯୋଉ ଜୁମଲା କରି ତମେ ଜିତା ଲାଭ କରିଛ, ତାର ଆଗାମୀ ସମୟରେ ପ୍ରତିଫଳନ ଆସିବ। ସମୟକୁ ଅପେକ୍ଷା କରନ୍ତୁ। ଗରିବ ଖଟିଖିଆ ଦିନ ମଜୁରିଆ ତାଙ୍କର ନିଶ୍ଚିତ ନ୍ୟାଯ୍ୟ ଦାବି ପାଇବେ। ପବିତ୍ର ଦିନଠାରୁ ଆମେ ଶପଥ ପାଠ କରୁଛୁ। ସମସ୍ତ ମୁରବୀ, ସମସ୍ତ ନେତୃତ୍ୱ ଏବଂ ସମସ୍ତ ଜନସାଧାରଣ ଆଜି ନିମାପଡ଼ା ଆଜି ଯୋଉ ଆକାରରେ ପବିତ୍ର ମାଟିରୁ ଯୋଉ ଆଜି ବିରୋଧୀ ଯୋଉ ଜିତା ଲାଭ କରିବାରେ ସଫଳ ହୋଇଛି ଏବଂ এই সফଳରେ ମଧ୍ୟ উপ মুখ্যমন্ত্রী স্থান অলঙ্কৃত କରିଛନ୍ତି মাননীয় মন্ত্রী মহোদয়া। ଆଜି ସେ ଜୁଗୁଲାକିରି ଜିତିଛନ୍ତି। এই ଜୁଗୁଲାରେ ମଧ୍ୟ କୋଉଠି ନା କୋଉଠି ବିଜୁ ପରିବାରର ଜଣେ ପୂର୍ବତନ ମନ୍ତ୍ରୀର ହାତ ଅଛି। ଆଜି ସେ ପୂର୍ବତନ ମନ୍ତ୍ରୀ ନିଶ୍ଚିତ ଜାଣିପାରୁଛନ୍ତି ଏବଂ ସ୍ୱପ୍ନ ଦେଖୁଛନ୍ତି କଣ କଲି, କି ଭୁଲ କାର୍ଯ୍ୟକ୍ରମ କଲି। ନିଶ୍ଚିନ୍ତ ଦୁଇଟା ଇଲେକ୍ସନ ଗତି କରି ଯାଇଛି। ଗୋଟେ ଇଲେକ୍ସନ, ଗୋଟେ ସାଧାରଣ ଇଲେକ୍ସନ, ଦ୍ୱିତୀୟ ଇଲେକ୍ସନ NSC ଇଲେକ୍ସନ ଏବଂ ଯୋଉ ଜୁମଲା କରି ତୁମେ ଜିତା ଲାଭ କରିଥିଲ। ଲକ୍ଷ୍ୟ ହେଲା ଏଇ ମାସେ ତଳ ଯୋଉ ଇଲେକ୍ସନ ଚାଲିଥିଲା NSC ରେ ଜିତା ଲାଭ କିଏ କଲା? ଭଗବାନଙ୍କର ଆଶୀର୍ବାଦ ରହିଛି। ବିଜୁ ଜନତା ଦଳ ଉପରେ ଭଗବାନଙ୍କର ସ୍ନେହ ଜଗତ ରହିଛି। ଜଗନ୍ନାଥଙ୍କର ଆଶୀର୍ବାଦ ଅଛି। ଆଗାମୀ ସମୟରେ ନିମାପଡ଼ାବାସୀ ଉଚିତ ଜବାବ ଦେବେ। ଆଜି ଅକ୍ଟୋବର 2 ପବିତ୍ର ଗାନ୍ଧୀ ଜୟନ୍ତୀ। ଯୋଉ ଗାନ୍ଧୀ ଏ ଦେଶର ଯୋଉ ଖଣ୍ଡ ବିଖଣ୍ଡ ରାଜ୍ୟ ଥିଲା, ସବୁ ରାଜ୍ୟକୁ ଯୋଡ଼ିକି ସେତେବେଳର ଯୋଉ ମହାସଶକ୍ତ ପୃଥିବୀର ଯୋଉ ମହାସଶକ୍ତ ଦେଶ ଥିଲା, ତା ବିରୁଦ୍ଧରେ ଅହିଂସା ନୀତି ଆଚରଣ କରିକିରି ଏ ଦେଶକୁ ସ୍ୱାଧୀନ କରିଥିଲେ। ସବୁ ଖଣ୍ଡ ବିଖଣ୍ଡ ରାଜ୍ୟକୁ ଏକାଠି କରି ଯୋଉ ଭାରତ ନାମକ ଦେଶ ଯୋଉ ଗଠନ କରିଥିଲେ, ତାଙ୍କୁ ଆମେ କେମିତି ଶ୍ରଦ୍ଧାଞ୍ଜଳି ଦେଲେ? ତାଙ୍କ ଗୁଳିରେ ଶ୍ରଦ୍ଧାଞ୍ଜଳି ଦେଲେ। ଆଉ ଯୋଉମାନେ ସେ ଗୁଳି ମାରିଥିଲେ ତାଙ୍କର ବଂଶଜ ଆଜି ଏଠି ଭାରତ ବର୍ଷରେ ଶାସନ କରୁଛନ୍ତି। ଆପଣ ମାନେ ଦେଖନ୍ତୁ, ସେ ଗାନ୍ଧୀକୁ ସମ୍ମାନ ଦେଇନି, ସେ ଜାତିର ପିତାକୁ ସମ୍ମାନ ଦେଇନି, ସିଏ ଏ ଦେଶର ଜନତା ସାଙ୍ଗରେ କେବେ ବି ସମ୍ମାନ ସହ କାମ କରିବ ନାହିଁ। ସେଇମାନେ ବେଇମାନ ଥିଲେ, ଆଗାମୀ ଦିନରେ ମଧ୍ୟ ବେଇମାନ ରହିବେ। ସେଥିପାଇଁ ଆଜି ଏ ଗାନ୍ଧୀ ଜୟନ୍ତୀରେ ଆମେ ଗାନ୍ଧୀଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେଇକି ଆମର ଯେମିତି ଅହିଂସା ନୀତି ଥିଲା, ଆପଣ ଦେଖିବେ ନବୀନ ବାବୁଙ୍କର ମଧ୍ୟ ଗାନ୍ଧୀବାଦୀ ଚିନ୍ତାଧାରା, ସେ ମଧ୍ୟ ଗାନ୍ଧୀଙ୍କର ବହୁତ ନୀତି ଆଦର୍ଶରେ ଅନୁପ୍ରାଣିତ ହେଇକି ସେଇଭଳିଆ ଚଲାନ୍ତି। ତାଙ୍କ 24 ବର୍ଷ ଶାସନରେ କେମିତି ବାତାବରଣ ଥିଲା, ଆଉ ଏଇ 4 ମାସ ଭିତରେ ଆପଣ ଦେଖନ୍ତୁ ଓଡ଼ିଶାର ବାତାବରଣ କେମିତି ବଦଳିଲାଣି, ଆପଣ ମାନେ ଲକ୍ଷ୍ୟ କରିପାରୁଥିବେ। ସେଥିପାଇଁ ଆଜି ଗାନ୍ଧୀ ଜୟନ୍ତୀରେ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ, ସମସ୍ତ ବିଜୁ ଜନତା ଦଳର ଭାଇ ଭଉଣୀ ମାନେ ଆମେ ଗାନ୍ଧୀଙ୍କ ନୀତିରେ, ନବୀନଙ୍କ ନୀତିରେ ଆଦର୍ଶରେ ଅନୁପ୍ରାଣିତ ହେଇକି ଆମେ ଜନସାଧାରଣ ପାଇଁ କାମ କରୁ। ଆଜିର କାର୍ଯ୍ୟକ୍ରମ ହେଲା ପଦଯାତ୍ରା। ଏହି ପଦଯାତ୍ରାରେ ଆମେ ଗାନ୍ଧୀ ଜୟନ୍ତୀରେ ସମସ୍ତ ପ୍ରବାଦ ପୁରୁଷ ମାନଙ୍କୁ ଆମେ ସମ୍ମାନ ଦେଉଛୁ। ତା ସହିତ ନବୀନ ପଟ୍ଟନାୟକ ଯେଉଁ କାମ କରିଛନ୍ତି, ସେଇଭଳି ଗାନ୍ଧୀ ଯେମିତି ଅନ୍ୟାୟକୁ ପ୍ରଶ୍ରୟ ଦିଅନ୍ତି ନାହିଁ, ଆମେ ସେଇଭଳି ଅନ୍ୟାୟକୁ ପ୍ରଶ୍ରୟ ଦେଉନାହୁଁ। ଏହି ପଦଯାତ୍ରାର ଆମର ଆନ୍ଦୋଳନ ଚାଲିଛି। ଗାନ୍ଧୀ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା, ଶୁଭକାମନା। ଗାନ୍ଧୀଙ୍କର ଯୋଉ ପଲିସି ଅଛି ବା ତାଙ୍କର ଗାନ୍ଧୀଙ୍କର ଯୋଉ ନୀତି ଅଛି, ସେଇ ନୀତିକୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ସବୁବେଳେ ସମ୍ମାନ ଦେଇଛନ୍ତି ଏବଂ ସବୁବେଳେ ଅହିଂସାରେ ରହିବା ପାଇଁ ଆମମାନଙ୍କୁ ପରାମର୍ଶ ଦେଇଛନ୍ତି। ସବୁବେଳେ ସମାଜ ସେବା କରିବା ପାଇଁ ଆମମାନଙ୍କୁ ପରାମର୍ଶ ଦେଇଛନ୍ତି। ଦଳ ଜିତିଛି ହାରିଛି ସେଇଟା ହଉଛି ଗୋଟେ ପାର୍ଟ ଅଫ୍ ପଲିଟିକ୍ସ, କିନ୍ତୁ ଆଜି ବି ନବୀନ ବାବୁ ଲିଡର ଅଫ୍ ଅପୋଜିସନରେ ହେଇକି ଆଜି 4.5 କୋଟି ଲୋକଙ୍କର ହୃଦୟରେ ବାସ କରୁଛନ୍ତି। ଆଉ ଯୋଉ ସରକାର ମିଛ କଥା କହିକି ନବୀନ ବାବୁଙ୍କ ବିଷୟରେ ଅପପ୍ରଚାର କରିକି ବା ଲୋକମାନଙ୍କୁ ଭ୍ରମିତ କରିକି ସରକାରକୁ ଆସିଛନ୍ତି, 3 ମାସ ହେଲାଣି 100 ଦିନର ରିପୋର୍ଟ କାର୍ଡ ଦଉଥିଲେ, କେବଳ ବିଫଳତାର ରିପୋର୍ଟ କାର୍ଡ ସେ ଦଉଥିଲେ।
ତ ସେଇ ଯୋଉ ନବୀନ ବାବୁ ଯାହା ସବୁ କରିଛନ୍ତି ତାଙ୍କର ଉନ୍ନତମୂଳକ କାର୍ଯ୍ୟକ୍ରମ କେମିତି ଆମେ ଲୋକଙ୍କ ପାଖରେ ପହଞ୍ଚେଇବୁ ଏବଂ ତାଙ୍କ ସାଙ୍ଗରେ ଯୋଉ ଧୋକା ହେଇଛି ସେଇଟା କେମିତି ଲୋକଙ୍କୁ ଅବେୟାର କରିବୁ, ସେଟା ଆଜି ଆମର ପଦଯାତ୍ରା। ଆଉ ଆମେ ଦେଖିଛନ୍ତି ଖାଲି ଏଠି ନିମାପଡାରେ ଯୋଉ ଅନାସ୍ଥା ପ୍ରସ୍ତାବ ନୁହେଁ, ଓଡିଶା ସାରା ଅନେକ ଜାଗାରେ ହେଇକି ସେମାନେ ପ୍ରତ୍ୟେକ ଜାଗାରେ ପରାଜୟ ଫେସ୍ କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ଆହୁରି ମାତ୍ରାରେ ପରାଜୟ ଫେସ୍ କରିବେ। ପଞ୍ଚାୟତ ଇଲେକ୍ସନରେ ଆମେ ତାଙ୍କୁ ଜବାବ ଦେବୁ।